କାହାକୁ କିଛି ଖରାପ କହିବା ପୂର୍ବରୁ ତୁମେ ନିଜେ ଥରେ ଚିନ୍ତା କରି ଦେଖ। ଯଦି ତୁମକୁ ସେତିକି କେହି କହିଲେ ତୁମେ ସହିପାରିବ, ତେବେ ଅନ୍ୟକୁ ତୁମେ ସେତିକି ହିଁ କୁହ। ଓଁ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଯାତି କେଶରୀ ଦାସ ନେଇ ଆସିଛି ଶବଯାତ୍ରା ବେଳେ ରାମ ନାମ ସତ୍ୟ ହେ କାହିଁକି କୁହନ୍ତି। ତେବେ ଆପଣମାନେ ଯଦି ମୋତେ ଦେଖୁଛନ୍ତି ମୋ ୟୁଟ୍ୟୁବ ଚ୍ୟାନେଲ ସବସ୍କ୍ରାଇବ କରିନାହାନ୍ତି, ପ୍ରଥମେ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ ବଟନ ନିଶ୍ଚିତ ଦବେଇ ଦିଅନ୍ତୁ, କାରଣ ଆପଣମାନେ ପାଇପାରିବେ ଜ୍ୟୋତିଷ ସମ୍ବନ୍ଧ ତଥ୍ୟ, ଆଧ୍ୟାତ୍ମିକ ସମ୍ବନ୍ଧ ତଥ୍ୟ, ଯୁଗ ତଥା ସ୍ୱାସ୍ଥ୍ୟ ସମ୍ବନ୍ଧ ତଥ୍ୟ। ଏହି ସମସ୍ତ ତଥ୍ୟ ଏହି ଚ୍ୟାନେଲରୁ ଆପଣମାନେ ପାଇପାରିବେ। ତେବେ ଚାଲନ୍ତୁ ଜାଣିବା ଶବଯାତ୍ରା ବେଳେ ରାମ ନାମ ସତ୍ୟ ହେ କାହିଁକି କୁହନ୍ତି। ଆପଣ କେବେ ରାମଙ୍କୁ ପୂଜା କରିଥାନ୍ତୁ ବା ନଥାନ୍ତୁ, ଶବଯାତ୍ରା ବେଳେ ନିଶ୍ଚୟ ରାମ ନାମ ସତ୍ୟ ହେ କହିବାକୁ ଶୁଣିଥିବେ। ଏହାର କାରଣ ହେଉଛି ରାମ ନାମ ଶୁଣିଲେ ଜୀବ ମୁଖ୍ୟ ହୁଏ। ହିନ୍ଦୁ ମାନଙ୍କର ବିଶ୍ୱାସ ଅଛି ଯେ ଶରୀର ସମ୍ପୂର୍ଣ୍ଣ କ୍ଷୟ ନ ହେବା ପର୍ଯ୍ୟନ୍ତ ଆତ୍ମା ଶବ ଆଖପାଖରେ ବୁଲୁଥାଏ। ତେଣୁ ଶବଯାତ୍ରା ବେଳେ ରାମ ନାମ ଉଚ୍ଚାରଣ କରାଯାଏ ଏବଂ ନିକଟରେ ଆତ୍ମା ଯାହାକି ରାମ ନାମ ଶୁଣିଲେ ମୁଖ୍ୟ ପାଇଥାଏ। ରାମ ନାମର ମହିମା ଅପାର। ରତ୍ନାକର ଦସ୍ୟୁ ଯାହାକି ମରା ମରା ଉଚ୍ଚାରଣ କରି ଜପ କରି ବାଲ୍ମୀକି ଋଷିରେ ପରିଣତ ହୋଇଥିଲେ। ତେଣୁ ରାମଙ୍କ ଶରଣାପନ୍ନ ହୋଇ ବିଭୀଷଣ ଲଙ୍କାରେ ରାଜା ହେଲେ ଏବଂ ଅମର ହୋଇ ରହିଲେ। ରାମଙ୍କ ସେବାରେ ହନୁମାନ ଅଜୟ ଏବଂ ଅମର ହେଲେ। ରାମଙ୍କ ପାଦ ସ୍ପର୍ଶରେ ଅହଲ୍ୟା ସାପ ମୁକ୍ତ ହେଲେ। ଏଇଭଳି କେତେ ଯେ ଲୀଳା ରହିଛି ଯାହା କହିଲେ ସରିବ ନାହିଁ। ଓଁ ବିଷ୍ଣବେ ନମ। ନମସ୍କାର।